ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି। ତାଙ୍କର ସିନା ଡିହାଇଡ୍ରେସନ୍ ରୋଗଟା ଭଲ ହୋଇଯାଇଛି, କିନ୍ତୁ ପାଣ୍ଡିଆନଙ୍କ କରୁଣାରୁ କ୍ୟାମେରିଆ ରୋଗଟା କିନ୍ତୁ ଭଲ ହେଇନି। ଆପଣ ଜମା ରାଗିବେନି। ମୋ କହିବା କଥା ଥିଲା, ସେଇ କାର ଭିତରେ ବେକକୁ ବଙ୍କା କରିକି ଏପଟେ ପଛପଟୁ ଯାଇ ଭିଡ଼ିଓ କରିବାଟା କ'ଣ ନିହାତି ଆବଶ୍ୟକ ଥିଲା? ନବୀନ ନିବାସ ଆଉ 15 ମିନିଟର ରାସ୍ତା ଥିଲା। ନବୀନ ନିବାସରେ ପହଞ୍ଚିଥାନ୍ତେ, ଆଜି ହେଉ କିମ୍ବା କାଲି ଚା ପିଇବାର ଦୃଶ୍ୟର ଗୋଟେ ଭିଡ଼ିଓଟେ ଛାଡ଼ି ପାରିଥାନ୍ତେ। ହଉ ଛାଡ଼, ଏତେ କଥା କହିବାର ନାହିଁ କି ଆପଣଙ୍କର ବିଜେଡ଼ିର ଟ୍ରୋଲମାନଙ୍କଠୁ ଶୁଣିବାର ନାହିଁ। କିନ୍ତୁ ମୋର ଗୋଟିଏ କଥା, କାଲି ସକାଳୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁକି ଡାକନ୍ତୁ। କାହିଁକି ସେ ଏମିତି କହିଥିଲେ ତାଙ୍କୁ ଟିକେ ବୁଝାସୁଝା କରିଦିଅନ୍ତୁ। ଭଲ ଭାବରେ ତାଙ୍କୁ ଟିକେ ଦେଖା ସାକ୍ଷାତ କରିଦେଲେ ମୁଁ ଭାବୁଛି ଭଲ ହୁଅନ୍ତା।